नमस्कार। आम कुकिंग चैनल कुक मस्ती को ମୁଁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ କରୁଛି। ଆଜି ମୁଁ ଆପଣମାନଙ୍କ ପାଇଁ ନେଇକି ଆସିଛି ସନ୍ଧ୍ୟା ସମୟରେ ଗରମା ଗରମ ମସଲା ଚା ସହିତ ଆପଣମାନେ ସ୍ପାଇସି ଚଟପଟା ମିନି ସମୋସାର ଏଇ ରେସିପି ଏନ୍ଜୟ କରନ୍ତୁ। ଥରେ ନା ଆପଣମାନେ ଏଇ ପ୍ରୋସେସ୍‌ରେ ବନେଇକି ପୁରା ପରିବାର ଏନ୍ଜୟ କରନ୍ତୁ ଇଭିନିଂ ସମୟରେ। ଆଶା କରିବି ନିହାତି ଭାବରେ ଆପଣମାନଙ୍କୁ ଏଇ ରେସିପି ପସନ୍ଦ ଆସିବ। ଆଜିର ଏଇ ଚଟପଟା ସ୍ପାଇସି ମିନି ସମୋସାର ରେସିପି ଟିକେ ବି ଯଦି ଆପଣମାନଙ୍କୁ ପସନ୍ଦ ହେଲେ ଲାଇକ୍ ସେୟାର କମେଣ୍ଟ ତ ନିହାତି କରିବେ। ଚ୍ୟାନେଲରେ ଯଦି ନୂଆ ତାହେଲେ କୁକ୍ ମସ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେନି। ତାହେଲେ ଏବେ ଚାଲନ୍ତୁ ଡେରି କାହିଁକି ଆଜିର ଏଇ ଚଟପଟା ସ୍ପାଇସି ମିନି ସମୋସାରେ ରେସିପି ଆରମ୍ଭ କରିବା। ମିନି ସମୋସା ପାଇଁ ତ ଆଳୁ ମସଲା ରେଡି କରିବା। ତା ପୂର୍ବରୁ କ'ଣ କରିବା, ଏବେ ଆମେ ଆଳୁ ମସଲା ପାଇଁ ଗୋଟେ ବହୁତ ହି ଜବରଦସ୍ତ ମସଲାଟା ଆମେ ରେଡି କରିଦେବା। ସେଇ ମସଲା ତିଆରି କରିବା ପାଇଁ ଏଠି ମୁଁ କଢ଼େଇ ତ ରଖିଦେଇଛି ଗ୍ୟାସ୍ ଉପରେ। ଏବେ ମୁଁ କଢ଼େଇରେ ଦେଇଦେଉଛି ଗୋଟେ ଚାମଚ, ବଡ଼ ଚାମଚରେ ଧନିଆ ଦେଇଦେଉଛି, ଗୋଟା ଧନିଆ ଦେଇଦେଉଛି, ଗୋଟେ ଜିରା ଦେଇଦେଉଛି, ଗୋଟେ ବଡ଼ ଚାମଚ, ତା ସହିତ ପାନମଧୁରୀ ଦେଇଦେଉଛି। ଏବେ ଆମେ କ'ଣ କରିବା, ଏଇ ପାନମଧୁରୀ, ଜିରା ଆଉ ଧନିଆକୁ ଏବେ ଆମେ ଲୋ ଫ୍ଲେମ୍‌ରେ ରଖିକି କିଛି ସେକେଣ୍ଡ ଆମେ ଟିକେ ଏମିତି ଗରମ ହେବା ପାଇଁ ଛାଡ଼ିବା। ଏମିତି ଭାଜିଦେବେ। କିଛି ସମୟ ପାଇଁ ଆମେ ଭାଜିଦେବା। ବେଶୀ ସମୟ ବିଲକୁଲ ବି ଭାଜିବେନି, ପୋଡ଼ାପୋଡ଼ି ବିଲକୁଲ ବି କରିବେନି, ନହେଲେ ଆଳୁ ମସଲାର ତା'ର ଟେଷ୍ଟଟା ବିଗିଡ଼ିଯିବ। ତ ଏଇଠି କିଛି ସେକେଣ୍ଡ ହେଇଯାଇଛି ଆଉ ହାଲକାରେ ଟିକେ ଭାଜି ହେଇଯାଇଛି। ତ ଏବେ ମୁଁ କ'ଣ କରିବି, ଫ୍ଲେମ୍‌ଟା ପୁରାପୁରି ଅଫ୍ କରିଦେଉଛି ଆଉ ଗୋଟେ ପ୍ଲେଟ୍‌ରେ ବାହାର କରିକି ମୁଁ ଟିକେ ଥଣ୍ଡା ହେବା ପାଇଁ ଛାଡ଼ି ଦେଉଛି। ଥଣ୍ଡା ହେଇସାରିଲା ପରେ ଆମେ କ'ଣ କରିବା, ମସଲା ଜାର୍‌ରେ ଆମେ ଭର୍ତ୍ତି କରିକି ଦରଦରା କରିକି ଆମେ ଟିକେ ଗ୍ରାଇଣ୍ଡିଙ୍ଗ କରିଦେବା। ତ ଚାଲନ୍ତୁ ମୁଁ ଏସବୁକୁ ସାଇଡ୍ କରିକି ରଖିଦେଉଛି। ତ ଏବେ ମୁଁ ଆଉ ଥରେ ଗ୍ୟାସ୍ ସେଟ୍‌କୁ ପଳେଇ ଆସିଛି ଆଉ ସେଇ କଢ଼େଇ ମୁଁ ଗରମ ହେବା ପାଇଁ ରଖିଦେଇଛି। ତ କଢ଼େଇଟା ତ ଗରମ ହେଇଯାଇଛି ହାଲକାରେ ଆଉ ଫ୍ଲେମ୍‌କୁ ମୁଁ ରଖିଦେଇଛି ଲୋ ଟୁ ମିଡ଼ିୟମ୍ ମଝିରେ। ଏବେ ମୁଁ କ'ଣ କରିବି, ଗୋଟେ ଚାମଚ ବଡ଼ ଚାମଚରେ ମୁଁ ତେଲ ଦେଇଦେଉଛି। ତେଲ ଦେଇସାରିଲା ପରେ ଏବେ ଆମେ ତେଲକୁ ହାଲକାରେ ଗରମ ହେବା ପାଇଁ ଛାଡ଼ିଦେବା। ତେଲ ତ ଏବେ ଗରମ ହେଇଯାଇଛି। ଏବେ ମୁଁ ଗରମ ତେଲରେ ଦେଇଦେଉଛି ଗୋଟେ ଚାମଚ ଅଦା ଆଉ କଞ୍ଚା ଲଙ୍କାକୁ ଟିକେ ମୁଁ କୁଟି ଦେଇଥିଲି, ସେଇଟାକୁ ଏବେ ମୁଁ ଏଇ ପଏଣ୍ଟରେ ଦେଇଦେଉଛି। ସେଇଟା ହିଁ ତ ଆପଣମାନଙ୍କର ଆଳୁ ମସଲାକୁ ଚଟପଟା ଆଉ ସ୍ପାଇସି ତିଆରି କରିବ। ତା ସହିତ ଏଇଠି ମୁଁ ଦେଇଦେଉଛି ଶୁଖିଲା ଲଙ୍କା ଟିକେ କାଟିକି ଦେଇଦେଉଛି। ଆପଣମାନେ ଆପଣଙ୍କର ହିସାବରେ ଯଦି ରାଗ ପସନ୍ଦ ତାହେଲେ ଆପଣମାନେ ଟିକେ ରାଗକୁ ବଢ଼ାଇ ପାରିବେ। ଏବେ ମୁଁ ଲୋ ଟୁ ମିଡ଼ିୟମ୍ ମଝିରେ ରଖିଦେଇଥିଲି ଫ୍ଲେମ୍‌କୁ ଆଉ ଟିକେ ମୁଁ କିଛି ସେକେଣ୍ଡ ଏମିତି ଭାଜି ଦେଉଛି। କିଛି ସେକେଣ୍ଡ ଭାଜି ହେଇ ଆସିଲା ପରେ ଏବେ ମୁଁ ଏଇଠି ଦେଇଦେଉଛି ହଳଦୀ ପାଉଡ଼ର ଅଧା ଚାମଚ, ତା ସହିତ କାଶ୍ମୀରୀ ରେଡ୍ ଚିଲି ପାଉଡ଼ର ଅଧା ଚାମଚ ଦେଇଦେଉଛି। ତାପରେ ଏବେ ମୁଁ ଏଇ ପଏଣ୍ଟରେ ଦେଇଦେଉଛି ଗୋଟା ମସଲା ସବୁ ଆମେ ଗ୍ରାଇଣ୍ଡ କରିକି ସାଇଡ୍ କରିକି ରଖିଥିଲୁ, ସେଇ ମସଲାକୁ ଆପଣମାନେ ବି ଏଇ ପଏଣ୍ଟରେ ଦେଇଦେବେ। ତ ଏଇଠି ମୁଁ 2 ଚାମଚ ଆଉ ଅଧା ପାଖାପାଖି ମୁଁ ଦେଇଦେଉଛି। ଆଉ ଏଇ ମସଲା ଦେଇସାରିଲା ପରେ ବେଶୀ ସମୟ ବିଲକୁଲ ବି ଭାଜିବେନି, ଖାଲି ଟିକେ ଏମିତି ମିକ୍ସ କରିଦେବେ। ତ ଏଇଠି ମୁଁ ମିଶେଇ ଦେଲି। ମିଶେଇ ଦେଇ ସାରିଲା ପରେ ନା ଏବେ ମୁଁ ଏଇଠି ସିଝା ମଟର ଦେଇଦେଉଛି। ମଟରକୁ ଆପଣମାନେ ଟିକେ ସିଝେଇ ଦେବେ। ସିଝେଇ ଗଲା ପରେ ଟିକେ ଆପଣମାନେ ଏଇଠି ଆଡ଼୍ କରିଦେବେ ଏଇ ପଏଣ୍ଟରେ। ଗ୍ରୀନ୍ ମଟର ଆଡ଼୍ କରିଦେଇ ସାରିଲା ପରେ ଆଉ ଥରେ ଆମେ ସବୁ ମସଲା ସହିତ ଭଲ ଭାବରେ ମିଶେଇ ଦେବା। ତ ଏଇଠି ମୁଁ ସିଝା ମଟର ଦେଇଛି, ତ ମୁଁ ଆଉ ବେଶୀ ସମୟ ବିଲକୁଲ ବି ଭାଜୁନି। ଗ୍ରୀନ୍ ସିଝା ମଟର ଦେଇସାରିଲା ପରେ ଏମିତି ମୁଁ ଟିକେ 1 ମିନିଟ୍ ପାଖାପାଖି ମୁଁ ଟିକେ ଭାଜି ଦେଇଛି। ବିଲକୁଲ ବି ବେଶୀ ସମୟ ଭାଜିବେନି, ନହେଲେ ମସଲା ସବୁ ପୋଡ଼ିଯିବ। ତ ଏବେ ଆମେ ଏଇଠି ଦେଇଦେବା ସିଝା ଆଳୁ। ଆଳୁକୁ ମୁଁ ଆଗରୁ ସିଝେଇକି ରଖିଦେଇଥିଲି ଚୋପା କାଢ଼ିକି। ତ ସେଇ ସିଝା ଆଳୁକୁ ମୁଁ ଏଇ ପଏଣ୍ଟରେ ଦେଇଦେଉଛି। ଆଉ ଆଳୁକୁ ଦେଖିପାରୁଥିବେ ଆପଣମାନେ ଏମିତି ଟିକେ ଟୁକୁଡ଼ା ଟୁକୁଡ଼ା କରିକି ଏମିତି ଚକଟିବେ। ତ ଏମିତି ଆଳୁକୁ ଖଣ୍ଡ ଖଣ୍ଡ କରିକି ଦେଇଦେବେ। ସିଝା ଆଳୁ ଦେଇସାରିଲା ପରେ ଏବେ ମୁଁ ଟିକେ ମିଶେଇ ଦେଉଛି। ଏମିତି ହାଲକାରେ ଟିକେ ମିଶେଇ ଦେବେ, ନହେଲେ ମସଲାଟା ତଳେ ପୋଡ଼ିଯିବ। ତ ମସଲା ସହିତ ସିଝା ଆଳୁକୁ ମୁଁ ଭଲ ଭାବରେ ଟିକେ ଏମିତି ମିଶେଇ ଦେଇଛି। ମିକ୍ସ କରିଦେଇ ସାରିଲା ପରେ ନା ଏବେ ମୁଁ ସ୍ୱାଦ ଅନୁସାରେ ଟିକେ ଲୁଣ ଦେଇଦେଉଛି। ଲୁଣ ଦେଇ ସାରିଲା ପରେ ଆଉ ଥରେ ଏବେ ଆମେ ସବୁ ଜିନିଷକୁ ଭଲ ଭାବରେ ମିଶେଇ ଦେବା। ମିଶେଇ ଦେଇ ସାରିଲା ପରେ 3 ରୁ 4 ମିନିଟ୍ ଲୋ ଟୁ ମିଡ଼ିୟମ୍ ମଝିରେ ରଖିଦେବା ଫ୍ଲେମ୍‌କୁ। ଆଉ ଏବେ ଆମେ ଭାଜିଦେବା। 3 ରୁ 4 ମିନିଟ୍ ପାଖାପାଖି ହେଇଯାଇଛି ଆଉ ମସଲା ସହିତ ଆଳୁକୁ ମୁଁ ଭଲ ଭାବରେ ଭାଜି ଦେଇଛି। ତ ଦେଖିକି ଆପଣମାନେ ଜାଣିପାରୁଥିବେ। ତ ଏବେ ମୁଁ ଏଇଠି ଦେଇଦେଉଛି ଭଜା ବାଦାମ ଟିକେ ଦେଇଦେଉଛି। ଖାଇବା ପାଇଁ ବହୁତ ହି ବଢ଼ିଆ ଲାଗିବ। ତା ସହିତ ଏଇଠି ମୁଁ ବହୁତ ସାରା କଟା ଧନିଆ ପତ୍ର ଟିକେ ଦେଇଦେଉଛି
आपण मैंने यही पॉइंट रे आलू मसला को टिके टेस्ट करिदेबे। जदि आपण मानकु आहुरी चटपटा तैयारी करिबा पे चाहुछन्ते आलू मसला ताहेले आपण माने एठी आमचूर पाउडर आधा चामच देदेबे, नहले तो चाट मसला आधा चामच आपण माने ऐड करि पारिबे, जोटा गोटे आपण माने देई पारिबे। तो एबे मो बादाम भजा बादाम आउ धनिया पत्र दे सारिला परे आउ थरे भला भाबरे मिसई दउछि। आउ 2 रु 3 मिनिट मु टिके एमती भाजी दउछि। तो आहुरे 2 रु 3 मिनिट हे जाइछि। आउ एबे ना बहुत ही चटपटा स्पाइसी मिनी समोसार तार आलू मसलाटा रेडी हो जाइछि। आपण माने देखिकी जानी पारुथिबे बहुत ही चटपटा रेडी होइछि। तो आपण माने भी थरे एई प्रोसेस रे समोसार चटपटा आलू मसला तैयारी करंतु, बहुत ही बढ़िया लागिबो। तो एबे ना पूरा पूरी रेडी हो जाइछि। एबे मो एई आलू मसला को साइड करिके रखि दउछि। आलू मसला तो रेडी हो जाइछि, मो साइड करिके रखि देइछि। आउ एई साइड रे मो आपण मानको देखै दउछि गोटे बड़ जगह नै जाइछि। सेठी मो 2 कप आउ आधा कप एठी मैदा नै जाइछि। तो एबे आमे कोन करिबा, समोसार तार डोटा आमे रेडी करिदबा। ता पई एठी 2 कप आउ आधा कप मु मैदा नै जाइछि। तो मैदा रे एबे मु टिके लूण दे दउछि। लूण दे सारिला परे एबे मु एठी अजवाइन दे दउछि आधा चामच रो। अजवाइन को ना आपण माने हाथ रे टिके एमिति घसी देबे, तापरे ऐड करिवे। अजवाइन दे सारिला परे एबे आमे सिंगड़ा को खास्ता करिबा पई एठी तेल ऐड करिबा। एठी मु तेल दे दउछि बड़ चामच रे 3 रु 4 चामच पाखा पाखी। तो तेल दे सारिला परे ना एबे आमे कोन करिबा, भलो भाबरे हाथ साहाଯ୍य रे मिसेबा। मु बहुत भल भाबरे 2 पापुली साहाଯ୍य रे घसी घसी की मैदा को तेल सहित भल भाबरे मिसी देछि। आपण माने वीडियो रे एठी देखिकी जानि पारुथिबे एमिति मुट्ठी कला बेल को पूरा गोल हेकी रही जाउछि। ता माने मैदा तेल सहित भल भाबरे मिसी जाइछि। तो एबे मु कोन करिबी, एठी अल्प अल्प पानी देकी मीडियम टाइट डो मु रेडी करि देबी। एका थर को सब पानी देबेनी, टिके टिके पानी देकी ना भल भाबरे एमिति मिसी की चकड़ीबे। अब बेसी सॉफ्ट डो रेडी करिबेनी, मीडियम टाइट डो आपण माने रेडी करिबे, ताहेले जेकी सिंघड़ाटा बढ़िया रे रेडी हबो। तो एठी मु अल्प अल्प पानी देकी ना मीडियम टाइट डो रेडी करि देइछि। एठी पूरा पूरी रेडी हो जाइछि। समोसार डोटा तो पूरा पूरी रेडी हो जाइछि। एबे मु कोन करिबी, याकू रेस्ट देबा पई मु कवर करिके 10 रु 15 मिनिट साइड करिके रखि दउछि। तो एठी आपण मानको मु 10 रु 15 मिनिट परे कवर खोलिके आपण मानको देखै दउछि। सिंघड़ार तार डोटा टिके हल्का रे सॉफ्ट हो जाइछि। तो सेति पई आपण मानको मु आगरु कहि दउछि, सिंघड़ार डोटा आपण माने मीडियम टाइट करिके चकटिबे, बेसी सॉफ्ट डो रेडी करिवेनी। तो एठी पूरा पूरी सेट हो जाइछि। एबे मु कोन करिबी, सिंघड़ा तैयारी करिबा पई एमिति छोटिया साइज रो गोटे बॉल नै जाउछि। एमिति गुल्ला करिके टिके नै जिबे। जदि मीडियम साइज रो सिंघड़ा तैयारी करिबा पई चाहुछन्ती ताले एतिके आपण माने एतिके गोल करिके नै जिबे। तो एठी मु टिके छोट छोट साइज रो गोल करिके नै जाउछि, काहे कि ना मो मिनी सिंघड़ा रेडी करूछि। जदि आपण माने भी छोट सिंघड़ा रेडी करूछन्ती ताहेले आपण माने टिके छोट साइज रो मैदा को गोल करिके एमिति नै जिबे, नहले तो आपण माने आपणकर मन पसंद हिसाब रे सिंघड़ा तैयारी करि परिबे। तो एठी मु छोटिया साइज रो डोटा नै जाइछि, मैदार गोल करिके बेलना ऊपर रखि दैछि। सिंघड़ा जो आमे रेडी करिबा, सिंघड़ार जो कोनटा तो सेटा को सील करिबा पई एठी मु पानी नै जाइछि। तो एई पानी को मु साइड करिके टिके रखि दउछि। तो एबे मु बेलिबा प्रोसेस को आरंभ करूछि। तो एठी मु भला भाबरे बेली दउछि। टिके लंबा साइज रे मु एमिति बेली देइछि, देखि पारुथिबे टिके एमिति लंबा करिके बेलिबे। एठी मु बेली की तो रेडी करि देइछि। एबे मु आपण मानकु एठी देखै दउछि। एबे आमे कोन करिबा, पूरा पूरी समान भागरे मझिरु आमे काटी देबा। तो एठी मु छुरी साहाଯ୍य रे मझिरु समान भागरे 2 भाग करिके मु काटी दउछि। तो एठी मु काटी देइछि। तो 2 भाग समान भागरे मु काटी देइछि। तो एबे मु गोटे साइड को कोन करिबी, एमिति थरे फोल्ड करि सारिला परे एठी मु टिके पानी दे दउछि। पानी दे सारिला परे एबे मु आर साइड को आउ थरे फोल्ड करि दउछि। आ हल्का हल्का रे आमे टिके प्रेस करि देबा, जेमिति कि आलू मसला देला बेले आमे भल भाबरे सेट करि पारुथिबा। तो एटा आपण माने ध्यान देबे, एमिति भल भाबरे टिके हल्का रे प्रेस करिके सेट करि देबे। तो एबे मु कोन करिबी, लेफ्ट हैंड रे मु एठी कोनटा धरि दउछि। तो एमिति लेफ्ट हैंड रे कोनटा धरिबे आ भल भाबरे टिके सेट करि देबे। तो देखि पारुथिबे आपण माने वीडियो रे। तो सील करि देइछि बहुत भल भाबरे। तो आपण माने भी
ଏଇଟାକୁ ଆପଣମାନେ ଧ୍ୟାନ ଦେବେ। ତ ଭଲ ଭାବରେ ଆପଣମାନେ ବି ସିଲ୍ କରିବେ। ତ ଏଇଠି ମୁଁ ଏବେ ଚଟପଟା ଆଳୁ ମସଲାଟା ଦେଇ ଦେଉଛି। ତ ଆପଣମାନେ ଆପଣଙ୍କର ହିସାବରେ କମ୍ ବେଶୀ କରିକି ଦେଇପାରିବେ। ଏଇଠି ମୁଁ ଛୋଟ ଛୋଟ ସିଙ୍ଗଡ଼ା ରେଡ଼ି କରୁଛି। ତ ଟିକେ ମୁଁ ଏଇଠି କମ୍ ଆଳୁ ମସଲାଟା ଦେଉଛି। ଏମିତି ଆଳୁ ମସଲା ଦେଇ ସାରିଲା ପରେ ନା ଭଲ ଭାବରେ ଆମେ ସେଟ୍ କରିଦେବା। ଟିକେ ହାତ ସାହାଯ୍ୟରେ ବି ଟିକେ ହାଲକା ହାଲକାରେ ପ୍ରେସ୍ କରିଦେବା। ଆଳୁ ମସଲା ଦେଇ ସାରିଲା ପରେ ଏବେ ମୁଁ ଏଇଠି ଚାରିଆଡ଼ୁ ଭଲ ଭାବରେ ପାଣି ଦେଇକି ମୁଁ ସେଟ୍ କରିଦେଉଛି, ଯେମିତିକି ସିଲ୍ କରିବା ପାଇଁ ଆମକୁ ସୁବିଧା ହେବ। ତ ଏମିତି ଚାରିଆଡ଼ୁ ଟିକେ ରାଉଣ୍ଡ କରିକି ପାଣିଟା ଦେଇଦେବେ। ପାଣି ଦେଇ ସାରିଲା ପରେ ଏବେ ଆମେ ସିଲ୍ କରିଦେବା। ତ ଭଲ ଭାବରେ ଫିଙ୍ଗର ସାହାଯ୍ୟରେ ଟିକେ ପ୍ରେସ୍ କରିକି ଆପଣମାନେ ସିଲ୍ କରିବେ। ତାପରେ ଏଇଠି ଏଇ ଜାଗାରେ ମୁଁ ଟିକେ ଫୋଲ୍ଡ କରିକି ଏମିତି ଭଲ ଭାବରେ ପ୍ରେସ୍ କରିଦେଉଛି, ଦେଖିପାରୁଥିବେ ଆପଣମାନେ ଭିଡ଼ିଓରେ। ତ ଏହିପରି ଭାବରେ ବି ଆପଣମାନେ ସିଙ୍ଗଡ଼ା ରେଡ଼ି କରିପାରିବେ। ତ ଏଇଠି ଗୋଟେ ମିନି ସିଙ୍ଗଡ଼ା ତ ମୁଁ ସେପ୍ ଦେଇକି ରେଡ଼ି କରିଦେଇଛି। ଆପଣମାନେ ଦେଖିପାରୁଥିବେ ଯେତେ ଭଲ ଭାବରେ ଆପଣମାନେ ସିଲ୍ କରିବେ ନା ଆଳୁ ମସଲାଟା ବିଲକୁଲ ବି ତେଲରେ ଖୋଲିବନି। ତ ବହୁତ ଭଲ ଭାବରେ ଗୋଟେ ମୁଁ ସିଙ୍ଗଡ଼ାଟା ରେଡ଼ି କରିଦେଇଛି ତା ସେପ୍ ଦେଇକି। ଏବେ ମୁଁ ଏଇଠି ଆଉ ଗୋଟେ ଆପଣମାନଙ୍କୁ ରେଡ଼ି କରିକି ଦେଖେଇ ଦେଉଛି। ଫାଷ୍ଟ ପ୍ରୋସେସ୍ରେ ବି ଆପଣମାନେ ତିଆରି କରିପାରିବେ, ନହେଲେ ତ ଏଇ ପ୍ରୋସେସ୍ରେ ବି ଆପଣମାନେ ସିଙ୍ଗଡ଼ାର ସେପ୍ଟା ଦେଇପାରିବେ। ଏଇଠି ମୁଁ ଭଲ ଭାବରେ ଏଇଠି ପାଣି ଦେଇ ଦେଉଛି। ପାଣି ଦେଇ ସାରିଲା ପରେ ଏବେ ମୁଁ ଏମିତି ଗୋଟେ ସାଇଡ଼୍ରୁ ଫୋଲ୍ଡ କରିଦେଉଛି। ତାପରେ ଆର ସାଇଡ଼୍କୁ ବି ଆଣିକି ଏମିତି ହାଲକାରେ ଆମେ ଟିକେ ପ୍ରେସ୍ କରିଦେବା। ତାପରେ ହାତ ସାହାଯ୍ୟରେ ଆମେ ଲେଫ୍ଟ ହ୍ୟାଣ୍ଡରେ ଏମିତି ଧରିବା ଆଉ ଟିକେ ଭଲ ଭାବରେ ସେପ୍ଟା ଦେଇଦେବା। ଆଳୁ ମସଲା ଦେଇ ସାରିଲା ପରେ ଭଲ ଭାବରେ ଆମେ ସେଟ୍ କରିକି ତାକୁ ସିଲ୍ କରିବା। ଯେମିତି ଆଗରୁ ମୁଁ ପାଣି ଦେଇକି ସିଲ୍ କରିଲି ସେମ୍ ପ୍ରୋସେସ୍ରେ ଆମେ ପାଣି ଟିକେ ଦେଇଦେବା। ତାପରେ ଆମେ ଏମିତି ଫୋଲ୍ଡ କରିଦେବା ଆଉ ହାଲକାରେ ଫିଙ୍ଗର ସାହାଯ୍ୟରେ ଆପଣମାନେ ଟିକେ ଟିକେ ପ୍ରେସ୍ କରିଦେବେ। ଏମିତି ସେମ୍ ପ୍ରୋସେସ୍ରେ ଆମେ ସବୁ ସିଙ୍ଗଡ଼ାର ସେପ୍ଟା ଦେଇକି ରେଡ଼ି କରିଦେବା। ସବୁ ସିଙ୍ଗଡ଼ାର ସେପ୍ଟା ତ ମୁଁ ଦେଇକି ରେଡ଼ି କରିଦେଇଛି। ତ ଏଇଠି ମୁଁ ଆପଣମାନଙ୍କୁ ପ୍ଲେଟ୍ରେ ଦେଖେଇ ଦେଉଛି। ବହୁତ ସୁନ୍ଦର ଭାବରେ ମୁଁ ରେଡ଼ି କରିଦେଇଛି ମିନି ସମୋସା। ତ ଆପଣମାନେ ବି ଏହିପରି ଭାବରେ ସବୁ ସମୋସା ରେଡ଼ି କରିକି ସେପ୍ ଦେଇକି ରେଡ଼ି କରିଦେବେ। ତ ଏବେ ପୁରାପୁରି ରେଡ଼ି ହେଇଯାଇଛି। ଏବେ ମୁଁ କ'ଣ କରିବି, ଏଇ ପ୍ଲେଟ୍କୁ ସାଇଡ଼୍ କରିକି ରଖିଦେଉଛି। ଏବେ ମୁଁ ଯିବି ଛାଣିବା ପ୍ରୋସେସ୍କୁ ଆରମ୍ଭ କରିବି। ତ ଏବେ ମୁଁ ଗ୍ୟାସ୍ ସାଇଡ଼୍କୁ ପଳାଇ ଆସିଛି। ତେଲ କଢ଼େଇ ମୁଁ ଗରମ ହେବା ପାଇଁ ରଖିଦେଇଥିଲି। ଆଉ ମନେ ରଖିବେ, ସିଙ୍ଗଡ଼ା ଆପଣମାନେ ଛାଣିବା ପାଇଁ ତେଲ କଢ଼େଇକୁ ପୁରା ଲୋ ଫ୍ଲେମ୍ରେ ଗରମ କରିବେ ଆଉ ବହୁତ ହି ହାଲକାରେ ଗରମ କରିବେ। ପୁରା ହାଇ ଫ୍ଲେମ୍ରେ ବିଲକୁଲ ବି ଗରମ କରିବେନି, ନହେଲେ କ'ଣ ହେବ ନା ହାଇ ଫ୍ଲେମ୍ରେ ଯଦି ଆପଣମାନେ ତେଲକୁ ଗରମ କରୁଛନ୍ତି, ସିଙ୍ଗଡ଼ା ଯେତେବେଳେ ଆପଣମାନେ ତେଲରେ ପକାଇବେ ସାଙ୍ଗେ ସାଙ୍ଗେ ତାର ଉପର ପାର୍ଟଟା ପୁରାପୁରି ବ୍ରାଉନ୍ ହେଇଯିବ ଆଉ ଭଲ ଲାଗିବନି ଖାଇବା ପାଇଁ। ତ ଆପଣମାନେ ପୁରା ଲୋ ଫ୍ଲେମ୍ରେ ତେଲକୁ ଗରମ କରିବେ ଆଉ ବେଶୀ ବି ଗରମ କରିବେନି। ଏଇଠି ମୁଁ ଆପଣମାନଙ୍କୁ ଦେଖେଇ ଦେଉଛି ଗୋଟେ ଛୋଟିଆ ସାଇଜ୍ର ଗୋଟେ ଏଇଠି ମଇଦାର ଡୋଟା ମୁଁ ଦେଇ ଦେଉଛି ଆଉ ଆପଣମାନଙ୍କୁ ଏଇଠି ଦେଖେଇ ଦେଉଛି। ଧୀରେ ଧୀରେ ଦେଇ ସାରିଲା ପରେ ହାଲକାରେ ଉପରକୁ ଉଠିଲା, ତା ମାନେ ତେଲଟା ପୁରା ପରଫେକ୍ଟ ଗରମ ଅଛି। ତ ଏବେ ମୁଁ କେୟାରଫୁଲି ଗୋଟେ ଗୋଟେ ସିଙ୍ଗଡ଼ା ତେଲରେ ଡ୍ରପ୍ କରିଦେବି। ତେଲ କଢ଼େଇରେ ଯେତିକି ଧରିବ ସେତିକି ଆପଣମାନେ ସିଙ୍ଗଡ଼ାଟା ଦେବେ। ତ ସିଙ୍ଗଡ଼ା ଆପଣମାନେ ଛାଣିଲା ବେଳେ ଟିକେ ଟାଇମ୍ ଲାଗିବ ଆପଣମାନଙ୍କୁ। ତ ପେସେନ୍ସ ରଖିକି ଆପଣମାନେ ସିଙ୍ଗଡ଼ାଟା ଛାଣିବେ। 4ରୁ 5 ମିନିଟ୍ ପାଖାପାଖି ହେଇଗଲାଣି ଆଉ ବହୁତ ଭଲ ଭାବରେ ଏଇଠି ସିଙ୍ଗଡ଼ାଟା ଗୋଟେ ସାଇଡ଼୍ ଟିକେ ଟିକେ ହାଲକାରେ କଲର୍ଟା ଚେଞ୍ଜ ହେଇଯାଇଛି। ଦେଖିପାରୁଥିବେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ ହେଇଯାଇଛି। ଏବେ ମୁଁ କ'ଣ କରିବି, କେୟାରଫୁଲି ଟିକେ ଟିକେ ଓଲଟେଇ ଦେବି। ସବୁ ସିଙ୍ଗଡ଼ାକୁ ଏମିତି ଓଲଟେଇ ଦେବେ। ଓଲଟେଇ ଦେଇ ସାରିଲା ପରେ ଚାରିଆଡ଼ୁ ପୁରା ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଛାଣିବେ। ତ ଏମିତି ପୁରା ଡିପ୍ ଫ୍ରାଏ କରିବେ। ତ ଆହୁରି 4ରୁ 5 ମିନିଟ୍ ପାଖାପାଖି ହେଇଯାଇଛି। ତ ଏଇଠି ମୁଁ ଆପଣମାନଙ୍କୁ ଦେଖେଇ ଦେଉଛି। ସିଙ୍ଗଡ଼ାର କଲର୍ଟା ତ ବହୁତ ହି ସୁନ୍ଦର ପଳେଇ ଆସିଛି ଆଉ ପୁରାପୁରି ଏବେ ରେଡ଼ି ହେଇଯାଇଛି। ଦେଖିପାରୁଥିବେ ସିଙ୍ଗଡ଼ା ଛାଣିବା ପାଇଁ ଟିକେ ଟାଇମ୍ ଲାଗିବ। ଆପଣମାନେ ବି ପେସେନ୍ସ ରଖିକି ଏହିପରି ଭାବରେ ତିଆରି କରିବେ, ତାହେଲେ ଯାଇକି ସିଙ୍ଗଡ଼ା ବହୁତ ହି ବଢ଼ିଆ ଲାଗିବ ଖାଇବା ପାଇଁ। ତ ଏଇଠି ଗୋଟେ ବ୍ୟାଚ୍ ରେଡ଼ି ହେଇଯାଇଛି ଆଉ ବହୁତ ହି ସୁନ୍ଦର ଦେଖାଯାଉଛି। ମିନି ମିନି ସମୋସା ସବୁ ରେଡ଼ି ହେଇଯାଇଛି। ଦେଖିପାରୁଥିବେ ଆପଣମାନେ ଗରମା ଗରମ। ତ ଏଇଠି ମୁଁ ଆପଣମାନଙ୍କୁ ପାଖରୁ ଦେଖେଇ ଦେଉଛି। ଏମିତି ତେଲରୁ ସବୁ ସିଙ୍ଗଡ଼ାକୁ ମୁଁ ବାହାର କରିଦେଇଛି ଆଉ ଏଠି ଦେଖେଇ ଦେଉଛି ଆପଣମାନଙ୍କୁ ବହୁତ ହି ସୁନ୍ଦର ଦେଖାଯାଉଛି। ତ ଏବେ ଆମେ ସବୁ ତେଲରୁ ବାହାର କରିକି ଗୋଟେ ପ୍ଲେଟ୍ରେ ସାଇଡ଼୍ କରିକି ରଖିଦେବା ଆଉ ସେମ୍ ପ୍ରୋସେସ୍ରେ ଆମେ ସବୁ ମିନି ସିଙ୍ଗଡ଼ା ସବୁ ଆମେ ଛାଣିକି ରେଡ଼ି କରିଦେବା। ତ ଏଇଠି ନା ମୁଁ ଆପଣମାନଙ୍କୁ ଦେଖେଇ ଦେଉଛି ଏମିତି ଗୋଟେ ବଡ଼ ଜାଗାରେ ସବୁ
ଛାଣିକି ରଖିଥିଲି ସେଇ ସିଙ୍ଗଡ଼ା ସବୁକୁ ମୁଁ ଏଇଠି ରଖିଦେଇଛି। ତ ଆଉ ଗୋଟେ ବ୍ୟାଚ୍ ବି ମୁଁ ଛାଣିକି ଏଇଠି ଆଡ୍ କରିଦଉଛି। ଦେଖିପାରୁଥିବେ ବହୁତ ହି ସୁନ୍ଦର ଖାସ୍ତା ସିଙ୍ଗଡ଼ା ରେଡି ହେଇଯାଇଛି। ଏଇଠି କିଛି କଞ୍ଚା ଲଙ୍କାକୁ ଟିକେ ଫ୍ରାଏ କରିଦେଇଛି ତେଲରେ ଆଉ ସେଇଟା ମଧ୍ୟ ଏଇଠି ଦେଇଦଉଛି। ଦେଖିବା ପାଇଁ ବହୁତ ହି ସୁନ୍ଦର ଦେଖାଯାଉଛି। ଯଦି ଆପଣମାନଙ୍କୁ ଟିକେ ରାଗ ପସନ୍ଦ ତାହେଲେ କଞ୍ଚା ଲଙ୍କାକୁ ତେଲରେ ଟିକେ ଫ୍ରାଏ କରିଦେବେ ହାଲକାରେ ଆଉ ଏଇଠି ସିଙ୍ଗଡ଼ାରେ ଆଡ୍ କରିଦେବେ। ତ ଏବେ ପୁରାପୁରି ରେଡି ହେଇଯାଇଛି। ତ ଆପଣମାନେ ବି ସିଙ୍ଗଡ଼ା ତିଆରି କରିଲା ବେଳେ ଛୋଟ ଛୋଟ ଟିପ୍ସ ସବୁ ଯଦି ଆପଣମାନେ ଧ୍ୟାନ ଦେବେ ନା ତାହେଲେ ଆପଣମାନଙ୍କର ବି ସିଙ୍ଗଡ଼ା ଯଦି ତିଆରି କରିବେ ଆପଣମାନେ ଘରେ ତାହେଲେ ପରଫେକ୍ଟ ସିଙ୍ଗଡ଼ାଟା ରେଡି ହେବ। ତ ଏବେ ମୁଁ କ'ଣ କରିବି ସିଙ୍ଗଡ଼ାକୁ ସର୍ଭ କରିବା ପ୍ରୋସେସକୁ ଆରମ୍ଭ କରିବି। ତ ଏଇଠି ମୁଁ ଆପଣମାନଙ୍କୁ ମୁଁ ଦେଖେଇ ଦଉଛି ମୁଁ ମୋ ଷ୍ଟାଇଲରେ ସର୍ଭ କରିକି ସିଙ୍ଗଡ଼ାକୁ ଆପଣମାନଙ୍କୁ ଦେଖଉଛି। ତ ଆପଣମାନେ ଆପଣଙ୍କର ମନପସନ୍ଦର ଚଟଣି ସହିତ ଆପଣମାନେ ସର୍ଭ କରିପାରିବେ। ତ ଏଇଠି ଗୋଟେ ପ୍ଲେଟରେ ମୁଁ ସିଙ୍ଗଡ଼ା ସବୁ ରଖିଦେଇଛି। ତାପରେ ଏଇଠି ଗୋଟେ ଆପଣମାନଙ୍କୁ ଦେଖେଇ ଦଉଛି ଖଣ୍ଡ କରିକି ଦେଖିପାରୁଥିବେ ଆଉ ବହୁତ ହି ଚଟପଟା ସୁଆଦିଆ ସିଙ୍ଗଡ଼ା ରେଡି ହେଇଛି। ତ ଏବେ ମୁଁ ପ୍ଲେଟରେ ରଖିଦଉଛି। ଏବେ ମୁଁ କ'ଣ କରିବି ଏ ସିଙ୍ଗଡ଼ା ଉପରେ ଚଟପଟା ଖଟା ମିଠା ଚଟଣି ଦେଇଦଉଛି। ଖଟା ମିଠା ଚଟଣି ଏମିତି 2 ଚାମଚ ପାଖାପାଖି ମୁଁ ଦେଇଦଉଛି। ଏମିତି ଖଟା ମିଠା ଚଟଣି ଦେଇସାରିଲା ପରେ ଏବେ ମୁଁ ଏଇଠି ଗ୍ରୀନ୍ ଚିଲି ସସ୍ ଟିକେ ଦେଇଦଉଛି 1 ଚାମଚ। ଗ୍ରୀନ୍ ଚିଲି ସସ୍ ଦେଇସାରିଲା ପରେ ଏବେ ମୁଁ ଟମାଟୋ ସସ୍ ଟିକେ ଦେଇଦଉଛି। ତ ଏବେ ପୁରାପୁରି ରେଡି ହେଇଯାଇଛି। ତ ଆପଣମାନଙ୍କୁ ବି ଯଦି ଏଇ ପ୍ରୋସେସରେ ସିଙ୍ଗଡ଼ା ସର୍ଭ କରିବା ପାଇଁ ଇଚ୍ଛା ତାହେଲେ ଆପଣମାନେ ଏଇ ପ୍ରୋସେସରେ ସିଙ୍ଗଡ଼ା ଆପଣମାନେ ରେଡି କରିକି ଖାଇପାରିବେ। ତ ଏବେ ମୁଁ ଏଇଠି ଗ୍ରୀନ୍ ଚିଲି ବି ରଖିଦେଇଛି। ଦେଖିପାରୁଥିବେ ଆପଣମାନେ ବହୁତ ହି ସୁନ୍ଦର ଦେଖାଯାଉଛି ବହୁତ ହି ଚଟପଟା। ତ ଆପଣମାନେ ଆପଣଙ୍କୁ ଯେମିତି ପସନ୍ଦ ସେହିପରି ଆପଣମାନେ ସିଙ୍ଗଡ଼ାକୁ ସର୍ଭ କରିପାରିବେ। ମୋତେ ତ ଏଇପରି ସର୍ଭ କରିବା ପାଇଁ ବହୁତ ହି ଟେଷ୍ଟି ଲାଗେ ଖାଇବା ପାଇଁ। ତ ଏଇଠି ମୁଁ ମୋ ପସନ୍ଦରେ ସର୍ଭ କରିକି ଆପଣମାନଙ୍କୁ ଦେଖିଦେଇଛି। ଏବେ ପୁରାପୁରି ରେଡି ହେଇଯାଇଛି। ତ ଚାଲନ୍ତୁ ଏବେ ମୁଁ ରହୁଛି ପୁଣି ଏମିତି ଇଜି ଟେଷ୍ଟି ସୁଆଦିଆ ରେସିପି ନେଇକି ଗୋଟେ ନୂଆ ଭିଡ଼ିଓ ନୂଆ ରେସିପିରେ ପୁଣି ଥରେ ଆପଣମାନଙ୍କ ପାଖକୁ ଫେରିବି। ଥ୍ୟାଙ୍କ୍ସ ଫର ୱାଚିଂ। ବାଏ ବାଏ, ଟେକ୍ କେୟାର।